ହେଲା ସନାତନ ବାବୁ? ଏଇ ହାରାମଜାଦା ଗୋଟିଏ ଓଳି ଖାଇଲେ ଗୋଟିଏ ଓଳି ଉପାସ ରହୁଛି। ମୋ ନିରୀହ ଝିଅଟାକୁ ଶିଖେଇ ମତେ ଜବରଦସ୍ତ ଉଠେଇ ନେବାକୁ ବସିଛି। ଆମେ କହିଲେ ଆମକୁ ମାରିବାକୁ ଧମକ ଦଉଛି। ରାମ, ସନାତନ ବାବୁ ତମ ନାଁରେ ଯୋଉ ଅଭିଯୋଗ ଆଣିଛନ୍ତି ସେଟା କଣ ସତ? ମିଛ ଆଜ୍ଞା, ସବୁ ମିଛ। ସନାତନ ବାବୁଙ୍କ ଝିଅକୁ ଉଠେଇ ନେବାର ଉଦ୍ଦେଶ୍ୟ ମୋର ନାହିଁ। ଆମେ ପରସ୍ପରକୁ ଖୁବ୍ ଭଲ ପାଉ, ବାହା ହେବାକୁ ଚାହୁଁ, କିନ୍ତୁ ସନାତନ ବାବୁ ମୋ ଭଳି ଗୋଟେ ଗରିବ ଲୋକ ସହିତ ବାହାଘର କରିବାକୁ ଚାହାନ୍ତିନି। ଆବେ ତୁ ଗୋଟେ ଭିକମକା ଛତରିକିଆ ହାରାମି, ତୁ ପୁଣି ବାହା ହବୁ ସନାତନ ଦାସ ଝିଅକୁ? ଶଳା ବାମନ ହେଇ ଚନ୍ଦ୍ରକୁ ହାତ ବଢଉଛୁ, ତୋ ହାତ ଗୋଡ ଭାଙ୍ଗି ଖଣ୍ଡ ଖଣ୍ଡ କରିଦେବି। ସନାତନ ବାବୁ ତମେ କାଇଁ ପାଟି କରୁଛ? ତମ କଥା ବୁଝିବା ପାଇଁ ପରା ପଞ୍ଚାୟତ ଡକାଇଛି। ବାବୁ ନିଜେ ଏଠି ବସିଛନ୍ତି। ଝିଅର ବାପା ମା ଯେତେବେଳେ ଅରାଜି ତମର ଏମିତି ଜବରଦସ୍ତି କରିବାଟା ତମର ଭୁଲ, ସେଥିପାଇଁ ତମେ ଦଣ୍ଡ ପାଇବ। ଏ କଥା କଣ ତମେ ଜାଣିନ? କାହିଁକି ଦଣ୍ଡ ପାଇବେ ଆଜ୍ଞା? ମୁଁ ଯୋଉ ଝିଅକୁ ଭଲ ପାଇଛି ତାକୁ ବାହା ହେବି, କିନ୍ତୁ ଆପଣଙ୍କ ପୁଅ ଭଳି ଝିଅ ମାନଙ୍କ ଜୀବନ ସହିତ ଖେଳ ଖେଳୁନି। ରାମ, ତ ମୁଁ ବହୁତ ବଢିଗଲାଣି, ବହୁତ ବଡ ବଡ କଥା କହୁଛୁ। ରହିଯାଉ ଶିବ। ରାମ, ତମର ଯାହା କିଛି କହିବାର ଅଛି ନିର୍ଭୟରେ କୁହ। ମୁଁ ଯୋଉ ଝିଅକୁ ଭଲ ପାଉଛି ତାକୁ ବାହା ହେବାକୁ ବସିଲା ବେଳେ ଆପଣ କହୁଛନ୍ତି ଦଣ୍ଡ ଦେବେ, ଆଉ ରାଜୁ ଯାହା କରୁଛି ତା ପାଇଁ କଣ ଦଣ୍ଡ ନାହିଁ? ସେଇଟା କଣ ତାର ଭୁଲ ନୁହେଁ? ଆଇନଟା କଣ ଧନୀ ଲୋକ ପାଇଁ ଗୋଟାଏ ଆଉ ଗରିବ ଲୋକ ପାଇଁ ଗୋଟାଏ? ନା ରାଜୁ ଆପଣଙ୍କ ପୁଅ ବୋଲି ତାକୁ ଚାରି ଖଣ୍ଡ ମାଫ? ଆପଣ ନିଜ ଛାତିରେ ହାତ ରଖି କହିଲେ କୋଉଟା ଠିକ କୋଉଟା ଭୁଲ। ରାମୁ, ତୋ ସାହସ କିଛି କମ ନୁହେଁ। କାହାକୁ ତୁ କଣ କହୁଛୁ? ଶିବ, ଯାହା ସତ ତା ପାତାଳୁ ଫୁଟି ବାହାରିବ। ଖୋଲିଦିଅ ତାକୁ। ଆସ ରାମ। ସନାତନ ବାବୁ, ପରସ୍ପରକୁ ଭଲ ପାଉଥିବା ଦୁଇଟି ଆତ୍ମାକୁ ଅଲଗା କରିବା ଉଚିତ ନୁହେଁ। ରାମର ଗରିବ ଅବସ୍ଥା ଯଦି ତା ବାହାଘରେ ପ୍ରତିବନ୍ଧକ ହୁଏ ତାହେଲେ ମୁଁ ରାମକୁ 5 ଏକର ଜମି ଆଉ 1,00,000 ଟଙ୍କା ଦେବି। ଆପଣ ବାହାଘର ବ୍ୟବସ୍ଥା କରନ୍ତୁ। ହେଲା ହେଲା।